ମାଲାଫାଇଡ୍ ଇଣ୍ଟେଲିଜେନ୍ସ ରଖି କିଛି ନିରପେକ୍ଷ ସମ୍ବାଦ ଉପରେ ସେମାନଙ୍କୁ ହ୍ରାସ କରିବା ପାଇଁ ଯେଉଁ ମିଥ୍ୟା ମକଦ୍ଦମା ହେଇଥିଲା ଆଉ ପରବର୍ତ୍ତୀ ସମୟରେ ବିନା କୌଣସି ମାନେ ଇନକ୍ୱାରିରେ ସେଟାକୁ ଯେପରି ରେଜିଷ୍ଟ୍ରେସନ୍ କରାଗଲା ସେ ସମ୍ପର୍କରେ ଆଜି ଆମେ ଜିଲ୍ଲାପାଳଙ୍କ ପାଖରେ ଏକ ମେମୋରାଣ୍ଡମ୍ ଦେଲୁ। ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ହେଲା ଗଜପତି ଜିଲ୍ଲାରେ ଯେଉଁମାନେ ନିରପେକ୍ଷ ସାମ୍ବାଦିକତା କରୁଛନ୍ତି, ସତ୍ୟ ଉପରେ ଆଧାରିତ ନ୍ୟୁଜ୍ ପବ୍ଲିଶ କରୁଛନ୍ତି, ତାଙ୍କୁ ଏଭଳିଆ ହାରାସମେଣ୍ଟ ଫେସ୍ କରିବାକୁ ପଡ଼ୁଛି। ୟାର ଗୋଟେ ପରମାନେଣ୍ଟ ସଲ୍ୟୁସନ୍ ବାହାରୁ ଆଉ ଏଇଭଳିଆ ଯେପରି ଯେଉଁମାନେ ଦୁର୍ନୀତିଗ୍ରସ୍ତ ଅଫିସରମାନେ ଏଇଟାକୁ ଗୋଟେ ଏସ୍କେପ୍ ରୁଟ୍ ଭଳିଆ କରିକି ପୋଲିସରେ କମ୍ପ୍ଲେନ୍ କରିକି ସାମ୍ବାଦିକଙ୍କୁ ହ୍ରାସ କରିକି ନିଜର ସ୍ୱାର୍ଥକୁ ହାସଲ କରିବା ପାଇଁ ଚାହୁଁଛନ୍ତି, ତାହା ବନ୍ଦ ହେଉ, ଏଇଟା ଆମ ଜିଲ୍ଲାପାଳଙ୍କ ପାଖରେ ଅନୁରୋଧ ଥିଲା। ଆଉ ଜିଲ୍ଲାପାଳ ଆମକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହାର ନିରପେକ୍ଷ ତଦନ୍ତ ହେବ ଆଉ ଏଥିରେ ଯଦି କୌଣସି ପ୍ରକାର ସତ୍ୟତା ବାହାରିଲା ତାହେଲେ ଯେଉଁ ବ୍ୟକ୍ତି ଏଥିରେ ସମ୍ପୃକ୍ତ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।